ଆଚ୍ଛା କଣ କରାଗଲେ ଆଉ ନାବାଳିକା ମାନେ ଗର୍ଭବତୀ ହେବେନି? ତାକୁ ଆଜ୍ଞା କଡ଼ା ଆଇନ ଦରକାର। ଆଇନ କଲେ ହେଇଯିବ କଣ ଆଇନ ନାହିଁ ରେପ୍ ପାଇଁ କି ଆଇନ ନାହିଁ ରେପ୍ ଆଜ୍ଞା ବନ୍ଦ କରିବା ପାଇଁ ଆଇନ ଦରକାର। ଆଇନ ଥିଲେ ନାବାଳିକା ମାନେ ଆଉ ଗର୍ଭବତୀ ହେବେନି ତାର ଆଉ ଆଇନ ଦରକାର। ଜିଲ୍ଲା ଆଇନ କଣ ଏବେ ପ୍ରଶାସନ କହୁଛି ଆଜ୍ଞା ଆଇନ କଣ ଆଇନ ପ୍ରଶ୍ରୟ ଦରକାର। ଦଉଛି? ଜିଲ୍ଲା ପ୍ରଶାସନ ଭିଜିଟ୍ ଦରକାର ଏବଂ ଯୋଉ ମାସରେ ଯୋଉମାନେ ଗର୍ଭବତୀ ହଉଛନ୍ତି ସେଇଟା 2ଟା 3ଟା 4ଟା ହଷ୍ଟେଲକୁ ଗୋଟେ ଗୋଟେ ANM ଦେଇଛନ୍ତି। ତାଙ୍କୁ ପ୍ୟାଡ୍ ଦିଆହଉଛି ନେପକିନ୍ ଦିଆହଉଛି ହେଲା ତାଙ୍କୁ ଟେଷ୍ଟ ହଉଛି। ସେମାନେ ଜାଣିପାରୁନାହାନ୍ତି କେମିତି ଛୁଆ ଜନ୍ମ ହେଲା ପର୍ଯ୍ୟନ୍ତ ଜାଣିପାରୁନାହାନ୍ତି କେମିତି। ଏବଂ ଏ ପରିପ୍ରେକ୍ଷୀରେ ମୁଁ ଆପଣଙ୍କୁ ଗୋଟିଏ କଥା କହିବି, ରାଜନୀତି ଊର୍ଦ୍ଧ୍ୱରେ ଯିଏ ବି ସରକାର ଆସୁ ଆଜ୍ଞା, ଏବେ ବିଜେଡି 9 ବର୍ଷ ବିଜେପି 9 ବର୍ଷ ରହିଲେ, 21 ବର୍ଷ 24 ବର୍ଷ ନବୀନ ବାବୁ ମୁଖ୍ୟମନ୍ତ୍ରୀ ରହିଲେ। ମୁଁ ତାଙ୍କ ବିରୁଦ୍ଧରେ କିଛି କହିବିନି, ଆଙ୍କ ବିରୁଦ୍ଧରେ କହିବିନି। ଆମେ ବି ମୁଖ୍ୟମନ୍ତ୍ରୀ ଥିଲୁ। ଯଦି ବାସ୍ତବକୁ ଯିବା, ଯଦି ଘରର ଝିଅ, ଘରର ବହୁଣୀ, ଘରର ନାତୁଣୀ ଯଦି ସୁରକ୍ଷିତରେ ଘରକୁ ଫେରିବନି, ବାପା ମାର ମନରେ କେତେ କଷ୍ଟ ହବ। ନାଇଁ ଠିକ ପଏଣ୍ଟ ଠିକ। ଯଦି ଆମେ ରାଜନୀତି ବ୍ୟକ୍ତି, ମୁଁ କହୁଛି ଆପଣଙ୍କୁ, ଯଦି ଆମେ ରାଜନୀତି ବ୍ୟକ୍ତି ମାନେ ଯଦି ରାଜନୀତିରୁ ଉର୍ଦ୍ଧ୍ୱ ରହି ଆମ ସାମ୍ନାରେ ଆମ ଝିଅକୁ, ଆମ ସାମ୍ନାରେ ଆମ ପୁଅକୁ, ଆମ ବୋହୂକୁ ଯଦି ଆଣିବା, ଯଦି ସେମାନେ ସୁରକ୍ଷିତ ନୁହନ୍ତି, ତାହେଲେ ଏ MLA, ଏ ରାଜନୀତି, ଏ ମନ୍ତ୍ରୀ ତୁଚ୍ଛ ଆଜ୍ଞା, ତୁଚ୍ଛ ଦରକାର ନାହିଁ। ଦ୍ୱିତୀୟଟି ଆଜ୍ଞା ହେଲା, ଯଦି ବିଧାନସଭା ଚଲେଇବାର ଉଦ୍ଦେଶ୍ୟ ଥାନ୍ତା, ଆମ ସହିତ ଯୋଗାଯୋଗ କରିକି ଆଲୋଚନା କରିଥାନ୍ତେ, ସର୍ବଦଳୀୟ ମିଟିଂ ଯଦି ମୁଖ୍ୟମନ୍ତ୍ରୀ ଡାକିଥାନ୍ତେ। ସର୍ବଦଳୀୟ ମିଟିଂ ବହୁତ ଥର ହେଇଛି, ଫେଲ୍ୟୁର ହେଇଛି। ନାଇଁ ସର୍ବଦଳୀୟ ମିଟିଂ ଆପଣଙ୍କ ସାଙ୍ଗରେ ଯୋଗାଯୋଗ କରିଥିଲେ, ଆପଣ ବିଧାନସଭାକୁ ଆସିଥାନ୍ତେ। ସର୍ବଦଳୀୟ ମିଟିଂ ଯୋଉ ଥରେ 2 ଥର ହେଲା ସେଇଠି କହିଲେ ବାହିନୀପତି ଭୁଲ ମାଗିବାକୁ ପଡିବ। ଆପଣ ଭୁଲ ମାଗିଲେନି? କାହିଁ ଭୁଲ ମାଗିବି? ବାଘ ଘାସ ଖାଇଲେ ଭାଲୁ କଣଟେ ଭୁଲ କଥା। ତାଙ୍କର ପାର୍ଲାମେଣ୍ଟ ଆଫେୟାର୍ସ ମିନିଷ୍ଟରଙ୍କୁ, ତାଙ୍କର ଜର୍ଣ୍ଣାଲ ମିନିଷ୍ଟରଙ୍କୁ, ତାଙ୍କ MLA ଚାରିଆଡେ ଆପଣମାନଙ୍କ ଟିଭିରେ ଚାରିଆଡେ ବାଜିଲା, ସସ୍ପେଣ୍ଡ କଲେନି କାହିଁକି? ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କାହିଁ କହିଲେ ଭୁଲ ମାଗିବା ପାଇଁ? ଆପଣଙ୍କୁ କାହିଁ କହିଲେ? ଆପଣ ଘଣ୍ଟ ବାଡେଇଲେ ଭୁଲ ମାଗନ୍ତୁ। ତାଙ୍କର ମନ୍ତ୍ରୀ MLA ଯେତେବେଳେ ଘଣ୍ଟ ବାଡଉଥିଲେ ବିରୋଧୀ ଦଳ ରହିକି, ତାଙ୍କୁ ଭୁଲ ମାଗିଥିଲେ? ତ ଆପଣ କହିଲେ ମୁଁ କେବେ ଭୁଲ ମାଗିବିନି। ମୁଁ କହିଲି ବାଘ ଗାଈ ଘାସ ଖାଇନି, ବାହିନୀପତି ଭୁଲ ମାଗିବ, ଫାଶୀ ହେଇଯିବ, କିନ୍ତୁ ଭୁଲ ମାଗିବନି। କିଛି ଭୁଲ କରିନି ମୁଁ। ତାଙ୍କର MLA ମାନେ, ତାଙ୍କ ପାର୍ଲାମେଣ୍ଟ ମିନିଷ୍ଟର, FIR ମିନିଷ୍ଟରଙ୍କ ବିରୁଦ୍ଧରେ କାହିଁ କାର୍ଯ୍ୟାନୁଷ୍ଠାନ କଲେନି ସ୍ପିକର? ଏ ନିରପେକ୍ଷ ତ ସ୍ପିକର, ଏ ନିରପେକ୍ଷ ସ୍ପିକର କେତେବେଳେ ନିରପେକ୍ଷ? ପାର୍ଟିର ଲୋକ ନିରପେକ୍ଷ କାହିଁକି? ସିଟ୍ ହଉଛି ନିରପେକ୍ଷ ସିଟ୍ ବୋଲି ଆପଣ ମାନେ କହନ୍ତି। ଆପଣଙ୍କ ପାର୍ଟି ଆସିଲେ ବି ସେ ନିରପେକ୍ଷ ରହିବେନି। ଆମ ପାର୍ଟି ବି ଥିଲା ଆଜ୍ଞା, ଆମ ପାର୍ଟି ନିରପେକ୍ଷ ଥିଲେ କଂଗ୍ରେସ ବେଳେ ସ୍ପିକର। ଆମ କଂଗ୍ରେସ ବେଳେ ସ୍ପିକରଙ୍କୁ ବି ମାରିଥିଲେ, ସସ୍ପେଣ୍ଡ ହେଇଥିଲେ। ନା ନିରପେକ୍ଷ ଥିଲେ କଣ? ନାଇଁ କଂଗ୍ରେସ ସ୍ପିକରଙ୍କୁ ବି ମାରିଥିଲେ। ଆପଣ ସ୍ପିକର ଜାଣିଛନ୍ତି? କଂଗ୍ରେସ ସମୟରେ ବହୁତ ଗଣ୍ଡଗୋଳ କରୁଥିଲେ ବିଜେଡି ବାଲା, ବହୁତ କିଛି କରୁଥିଲେ। ବିଜେଡି ସେତେବେଳେ ନଥିଲେ, ଜନତା ଦଳ ବହୁତ ଜୋତା ଫିଙ୍ଗିବାଠୁ ଆରମ୍ଭ କରି, ପଥର ମାରିବାଠୁ ଆରମ୍ଭ କରିକିରି, ତାଙ୍କର ଅଜାଗା ଗାହାକୁ ଚିପିବାଠୁ ଆରମ୍ଭ ବହୁତ କଥା, 2003-04 କଥା, ବହୁତ କଥା ହେଇଛି। ଜନତା ଦଳ ସମୟରେ ବ୍ୟାଙ୍କ କରିଛନ୍ତି, ବିଜେଡି ସମୟରେ ହେଇଛି, ବିଜେଡି ସମୟରେ ହେଇଛି, ଜନତା ଦଳ ସମୟରେ ବନ୍ଧୁ ମାନସ ମଲ୍ଲିକଙ୍କ କ୍ଷେତ୍ରରେ ହେଇଥିଲା। ଶୁଣନ୍ତୁ, ଏ ପରିସ୍ଥିତିରେ ଆପଣ ଜାଣନ୍ତି, ଆମେ ଛୋଟିଆ ଡିଷ୍ଟ୍ରିକ୍ଟ, ଇଟ୍ ଇଜ ଭେରି ସିମ୍ପଲ, ଇଟ୍ ଇଜ ଇମୋସନ ଥିଙ୍ଗ। ଯେହେତୁ ନାବାଳିକା ମାନେ ଟୋଟାଲି ସୁରକ୍ଷିତ ନୁହନ୍ତି, ତାକୁ ଆଧାର କରିକି ଆମେ ଦାବି କରିଛୁ। ଏବେ ବି ସମୟ ଅଛି, କେବଳ ସେ ଗୋଟେ ଏନକ୍ୱାରି କରନ୍ତୁ, କେବଳ ଗୋଟେ ହାଉସ କମିଟି କରିବେ, କେବଳ ନାବାଳିକା ମାନଙ୍କ ପ୍ରତି ସଦୟ ହେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୟାକରି ତାଙ୍କ ପାଦକୁ ଜୁହାର କରିବୁ ଆମେ ଦରକାର ପଡ଼ିଲେ।